ରେମୁଣା ବ୍ଲକ ଅନ୍ତର୍ଗତ ବେଲିରି ଗ୍ରାମରେ ମା ଭଗବତୀ ଦେବୀଙ୍କ ଆଗମନ ସ୍ୱରୂପ ବେଲିରି ମହୋତ୍ସବ ଆରମ୍ଭ ହୋଇଛି। ଏହି ମହୋତ୍ସବ 9/4/2026 ଗୁରୁବାର ଠାରୁ ଆରମ୍ଭ ହୋଇ 12 ତାରିଖ ଦିନ ଉଦ୍ଯାପିତ ହେବ। ଆଜି ମାଙ୍କର ଘଟ ଉତ୍ତୋଳନ ପରେ ଘଟ ସହ ମାଙ୍କୁ ବାଜା ରୋଷଣୀ ସହିତ ଗ୍ରାମବାସୀମାନଙ୍କ ଦ୍ୱାରା ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମ ପରିକ୍ରମା ସମୟରେ ମାଙ୍କ ଭବ୍ୟ ଆଗମନ ସ୍ୱରୂପ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଘରଦ୍ୱାର ମୁହଁରେ ମାଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ପରିକ୍ରମାରେ ଗ୍ରାମର ଶହ ଶହ ମହିଳା, ପୁରୁଷ, ଯୁବକମାନେ ସାମିଲ ହୋଇଥିଲେ। ଏହି ମହୋତ୍ସବ ଦେଖିବା ପାଇଁ ବେଲିରି ଗ୍ରାମ ବ୍ୟତୀତ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି। ପ୍ରତ୍ୟେକ ଦିନ ସନ୍ଧ୍ୟା 7 ଘଟିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ସଙ୍ଗୀତ ପରିବେଷଣ ହେବ ବୋଲି ମହୋତ୍ସବ କମିଟିର କର୍ମକର୍ତ୍ତାମାନଙ୍କ ଠାରୁ ପ୍ରକାଶ। 11 ତାରିଖରେ ମାଙ୍କର ବଡ଼ ପୂଜା ଏବଂ 12 ତାରିଖରେ ପ୍ରସାଦ ସେବନ ଅନୁଷ୍ଠିତ ହେବ। ମହୋତ୍ସବ କମିଟିର ସଭାପତି ଶରତ ମହାନ୍ତି, ସମ୍ପାଦକ ରାକେଶ କୁମାର ଦାସ, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ହରେନ୍ଦ୍ର ବେହେରା, ମୁକ୍ତିକାନ୍ତ ଦାସ, ହରିଶଚନ୍ଦ୍ର ବେହେରା, ଦୟାନିଧି ପାତ୍ର, ବାଞ୍ଛାନିଧି ପାତ୍ର, ସତ୍ୟରଞ୍ଜନ ସିଂ, ରାମଚନ୍ଦ୍ର ବେହେରା, ହୃଦାନନ୍ଦ ପତି, ଦେବାଶିଷ ସାହୁ, ରାଜେଶ କୁମାର ଦାସ ପ୍ରମୁଖ ସମେତ ଗ୍ରାମବାସୀମାନଙ୍କ ସହଯୋଗରେ ସୁଚାରୁ ରୂପେ ପରିଚାଳନା କରାଯାଉଛି। ନମସ୍କାର, ମୁଁ ଶ୍ରୀ ଶରତ କୁମାର ମହାନ୍ତି, ବେଲିରି ଗ୍ରାମର ପ୍ରେସିଡେଣ୍ଟ ତଥା ଏଠି ମା ଭଗବତୀ ଦେବୀଙ୍କ ମହୋତ୍ସବରେ ବି ପ୍ରେସିଡେଣ୍ଟ। ଆମର 9 ତାରିଖ ଦିନ ମାନେ ଆଜି ରହିଛି ଘଟ ଉତ୍ତୋଳନ, ସନ୍ଧ୍ୟାରେ ରହିଛି ଭଜନ ମହୋତ୍ସବ। ମହା ଆନନ୍ଦରେ ସମସ୍ତ ଗାଁର ଆବାଳ ବୃଦ୍ଧ ବନିତା ଏହି ଘଟଗୁଡ଼ାରେ ଉପସ୍ଥିତ ରହିଛନ୍ତି ଏବଂ ସମସ୍ତେ ସେମାନେ ତାଙ୍କର ମନର ଉଦ୍ବେଗକୁ ମାଙ୍କ ପାଖରେ ପ୍ରକାଶ କରିଛନ୍ତି। ଆସନ୍ତାକାଲି 10 ତାରିଖ ସନ୍ଧ୍ୟାରେ ରହିଛି ଡ୍ୟାନ୍ସ ପ୍ରୋଗ୍ରାମ, ରାତି 10ରେ ରହିଛି ଆମର ମିନି ଯାତ୍ରା, ତାପରେ ତା ପରଦିନ ରହିଛି ରାମଲୀଳା, ଯିଏକି ନୟାଗଡ଼ ପୁରୀରୁ ଆସୁଛନ୍ତି। ସେମାନେ ରାମଙ୍କ ଉପରେ ଆଧାରିତ ରାମଲୀଳା ପ୍ରଦର୍ଶିତ କରିବେ। ତା ପରଦିନ ଅର୍ଥାତ୍ ରବିବାର ଦିନ ଆମର 12ଟା ଠାରୁ ଆରମ୍ଭ କରାଯିବ ପ୍ରସାଦ ସେବନ ଏବଂ ତାପରେ ସନ୍ଧ୍ୟାରେ ରହିଛି ପୁଣି ଭଜନ। ଆଉ ପ୍ରତ୍ୟେକ ଦିନ ସନ୍ଧ୍ୟାବେଳେ ସକାଳ ପାଖରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଚାଲିବ। ଏହି ପୂଜାର୍ଚ୍ଚନାରେ ଗ୍ରାମର ସମସ୍ତ ବୃଦ୍ଧ ବନିତା, ମା ଭଉଣୀ ସମସ୍ତେ ଉପସ୍ଥିତ ରହିବେ। ମୋ ନାଁ ଉମେଶ ଚନ୍ଦ୍ର ବେହେରା, ମୁଁ ଜଣେ ମା ଭଗବତୀ ଅନୁଷ୍ଠାନର ଜଣେ ସଦସ୍ୟ ଅଛି। ଆଜ୍ଞା, ମାଙ୍କର ଆଶୀର୍ବାଦ ତ ବନ୍ଦନ କରିବା ବହୁତ କଷ୍ଟକର କଥା। ତ ଯାହା ବି ଆମମାନଙ୍କ ପ୍ରତି ବହୁତ କଲ୍ୟାଣ ରହିଛି, ଯାହାକି ଆମେ ଅନୁଭବ କରୁଛେ। ଆଉ ଯାହା କାମ ନ ହେବା ଜିନିଷ ଆମମାନଙ୍କର ସେ ବହୁତ କିଛି କାମ ଆମମାନଙ୍କର ହେଇଯାଉଛି। ଆଜ୍ଞା, ସେଥିପାଇଁ ମାଆକୁ ଆମମାନେ ପ୍ରଣାମ କରୁଛୁ ଯେ ମା ଏମିତି ସବୁଦିନ ପାଇଁ ବହୁତ ଦିନ ପାଇଁ ଆସନ୍ତୁ, ଆମ ପିଢ଼ି ପରେ ପିଢ଼ି ଆସନ୍ତୁ, ଆମମାନେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, କଲ୍ୟାଣ କରନ୍ତୁ, ଏଇଟା ବି ପ୍ରଭୁଙ୍କଠାରେ ପ୍ରାର୍ଥନା କରୁଛୁ। ଆଜ୍ଞା, ମୋ ନାଁ ଅଭୟ କୁମାର ମହାନ୍ତି, ମୁଁ ଏ ଗ୍ରାମର ଜଣେ ସଦସ୍ୟ। ମାଆଙ୍କର ଆଗମନ 2025ରେ ମାଆଙ୍କର ଆଗମନ ଆମ ଗାଁ ପ୍ରତି ବହୁତ ଶୁଭ। ଏସବୁ ଗତ ବର୍ଷ ଆସିବା ପରେ ଏ ବର୍ଷ ପିଲାମାନଙ୍କର, ଆମ ଗ୍ରାମବାସୀ ବୃନ୍ଦ ତଥାପି ଆମ ପିଲାମାନଙ୍କର ବହୁତ ସ୍ନେହ ଶ୍ରଦ୍ଧା ଆଉ ମା ଆସିବା ଯୋଗୁଁ ଆମ ଗାଁରେ ବହୁତ ଉନ୍ନତି ବି ହେଇଛି। ତେଣୁ ସମସ୍ତେ ମିଶିକି ଏ ମାଆଙ୍କୁ ଭୁଲି ପାରୁନାହାନ୍ତି। ଏ ମାଆଙ୍କ ଆସିବା ଆଗମନ ପାଇଁ ପିଲାମାନଙ୍କର ଆକଳ ଚେଷ୍ଟା, ବହୁତ ଦୁଃଖ କଷ୍ଟ କରି ପିଲାମାନେ ବର୍ଷା ପାଣି ଶୀତ ଏ ଝଡ଼ ଝଞ୍ଜାକୁ ସହି ପିଲାମାନେ ମାଆଙ୍କ ପଛରେ ଲାଗିଛନ୍ତି ସମସ୍ତେ।